ଜାନୁଆରୀ 21 ତାରିଖ ଦିନ ଆମେ ଯେଉଁ ଗାଡ଼ି ସିଜ୍ କରିବା ପାଇଁ ଆସିଥିଲୁ ଆଉ ସେଦିନ ଗାଡ଼ି ଆମେ ଠାବ କଲା ବେଳକୁ ସନ୍ଧ୍ୟା ହୋଇଯାଇଥିଲା ଆଉ ପୋଲିସ ଆମକୁ ସହଯୋଗ କରିବା ପାଇଁ ଆଗରୁ ବି ମାନେ ଆମକୁ ପ୍ରତିଶ୍ରୁତି ଦେଇଥିଲେ ଆଉ ଯେତେବେଳେ ପୋଲିସ ଆସିଲେ ରାତି 10ଟା ବାଜି ଯାଇଥିଲା ଯେହେତୁ ରାତ୍ର ସମୟ ହୋଇଥିଲା ଆମକୁ ପୋଲିସ ମନା କଲେ ଗାଡ଼ି ଏବେ ସିଜ୍ କରିବାନି ଆମେ ସକାଳୁ ଗାଡ଼ି ସିଜ୍ କରିକି ନେବା ଯେହେତୁ ଗାଡ଼ିର ଓନର ସିଏ ନୁହନ୍ତି ଗାଡ଼ିର ଓନର ଯିଏ ଅଲଗା ଜାଗାରେ ଅଛନ୍ତି ଗାଡ଼ି ଇଏ ଜବରଦସ୍ତି ଆଣିକି 3 ଭାଇ ଚଲାଉଛନ୍ତି ଆଉ ସେମାନେ ଆମକୁ ପୋଲିସ ଯେତେବେଳେ ମନା କଲେ ଆମେ ସେଠୁ ତାଙ୍କ କ୍ୟାମ୍ପସ୍ରୁ ଆମେ ହାଫ୍ କିଲୋମିଟର ଦୂରରେ ଆସିକି ମଞ୍ଜୁର ରୋଡ଼ ଫାଣ୍ଡିରୁ 50 ମିଟର ଦୂରରେ ତାଙ୍କ ଘର କ୍ୟାମ୍ପସ୍ରୁ ପାଖାପାଖି ହାଫ୍ କିଲୋମିଟର ଦୂରରେ ଆମେ ଗାଡ଼ିରେ 2 ଜଣ ପୋଲିସ ଷ୍ଟାଫ୍ ଆଉ ଆମେ 2 ଜଣ ରିକଭରି ପିଲା ଆମେ ଗାଡ଼ି ଭିତରେ ଆମ କାର୍ରେ ଥିଲୁ କିନ୍ତୁ ଅଚାନକ ସେମାନେ ରାତି 2ଟାରେ ଆସିକି ଆମକୁ ମାରଣାନ୍ତକ ଆକ୍ରମଣ କଲେ ଆଉ ମୋର 2ଟା ସୁନା ଚେନ୍ 19,600 ଆଉ ମୋ ଗାଡ଼ିକି ସମ୍ପୂର୍ଣ୍ଣ ରୂପରେ ଭାଙ୍ଗି ଦେଇଛନ୍ତି ଆଉ ତାପରେ 2 ଜଣ ବି ଜେଲ୍ ଗଲା ପରେ ବି ଜଣେ ସେଥିରୁ ଗୋଟେ ଭାଇ ବି ବେଲ୍ରେ ପଳେଇ ଆସିଛି ଜଣେ ବି ଭାଇ ଫେରାର ଅଛନ୍ତି ଏପର୍ଯ୍ୟନ୍ତ ସାନ ଭାଇ ଯିଏ ତାଙ୍କର ରଞ୍ଜିତଙ୍କର ଫେରାର ଅଛନ୍ତି ଆଉ 2 ଭାଇ ବି ଜେଲ୍ରେ ଥିଲେ ଜଣେ ଏବେ ଆସି ସାରିଲେଣି ବେଲ୍ରେ କିନ୍ତୁ ମୋତେ ଏପର୍ଯ୍ୟନ୍ତ କୌଣସି ସୁଫଳ ଫଳ ମିଳିନି କି ମୋତେ ମୋର କୌଣସି ଜିନିଷ ବି ରିକଭରି ହୋଇପାରୁନି। ଭଣ୍ଡାରୀପୋଖରୀ ପୋଲିସ କ'ଣ କହୁଛି? ଭଣ୍ଡାରୀପୋଖରୀ ପୋଲିସ କହୁଛି ଯେ ତଦନ୍ତ ଚାଲିଛି କିନ୍ତୁ କୌଣସି ତଦନ୍ତ ଆମକୁ ବି ଜଣାପଡ଼ୁନି ଯେ କୌଣସି ସଠିକ୍ ତଦନ୍ତ ହୋଇଛି ବୋଲି ଯଦି ତାଙ୍କ ଥାନା ଷ୍ଟାଫ୍ ନିଜେ ମାଡ଼ ଖାଇକି ବି ସେମାନେ ଠିକ୍ରେ ବି ତଦନ୍ତ କଲା ଭଳି ଆମକୁ ଲାଗୁନାହିଁ।